म्युनिसिपल महाविद्यालय म्युनिसिपल महाविद्यालय रे अध्यापना विकास कार्यक्रम म्युनिसिपल महाविद्यालय रे 5 दिवसीय अध्यापना विकास कार्यक्रम अनुष्ठित हो जाइछि। म्युनिसिपल महाविद्यालय और पीएम उषार मिलित सहयोग ଏହି କର୍ମଶାଳାରେ ଉଚ୍ଚଶିକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା ପ୍ରସଙ୍ଗ ଆହ୍ୱାନ ଏବଂ ପ୍ରସ୍ତାବ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମିୟ କୁମାର ରଥ ମାନବ ବିକାଶ ଧାରାରେ ତାର୍କିକ ଚିନ୍ତାର ଗୁରୁତ୍ୱ ଓ ଏଆଇର ପରିସର ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ପାନପୋଷ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ କୁମାର ନାୟକ ଆଧୁନିକ ସମାଜରେ ଏଆଇର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଏହା ତଥ୍ୟ ପ୍ରଦାନ କରିବାର ନିପୁଣ କିନ୍ତୁ ଗୁରୁଙ୍କ ସ୍ଥାନ ନେବାରେ ଅସମର୍ଥ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ ଯୋଗ ଦେଇ ମହାବିଦ୍ୟାଳୟର ଗରିମା ତଥା ଏଆଇର ବିଶେଷ ପ୍ରୟୋଜନୀୟତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଏନ୍ଆଇଟି ରାଉରକେଲା ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ରାଜୀବ କୁମାର ପଣ୍ଡା ଯୋଗଦାନ କରି ପୁରାଣ ପ୍ରସଙ୍ଗ କ୍ରମରେ ଦ୍ରୋଣାଚାର୍ଯ୍ୟ ଏକଲବ୍ୟ ସମୟର ଶିକ୍ଷାରେ ଆଜିର ଆଧୁନିକ ଯୁଗୀୟ ଶିକ୍ଷାରେ ଏଆଇର ପ୍ରତିଫଳନ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଏହି କର୍ମଶାଳାଟି 2 ପର୍ଯ୍ୟାୟ ବିଶିଷ୍ଟ ଭାବେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ରୁମା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରିୟଙ୍କା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ବିଜୟ କୁମାର ପାଢ଼ୀ କର୍ମଶାଳାର ଅବଧି ପର୍ଯ୍ୟାୟ ଓ ରୂପରେଖ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସଂଯୋଜନା ଆଶୀର୍ବାଦ ମାଝୀ କରିଥିବା ବେଳେ ଆକାଶ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ଯାଦବ ଏଆଇର ଶିକ୍ଷା କ୍ଷେତ୍ରରେ ପ୍ରୟୋଗ ଓ ବହୁମୁଖୀ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା 100ରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଏଥିରେ ଅଂଶଗ୍ରହଣ କରିଥିଲେ। ଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପିକା ସୁଶ୍ରୀ ଶିଳ୍ପୀ ଲାକ୍ରା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସର୍ବଶ୍ରୀ ଗୋଲକ ବିହାରୀ ଦଳବେହେରା, ସୁମନ ପାଣିଗ୍ରାହୀ, ବିନୋଦ ବେଗ, ସୁନିତା ମିଶ୍ର, ଦିବ୍ୟା ବିଲୁଙ୍ଗ, ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦେଖନ୍ତୁ ତାରି ଭିଜୁଆଲ। ମୁଁ ଡକ୍ଟର ସନାତନ ପ୍ରଧାନ ରାଉରକେଲା म्युनिसिपल कॉलेजर अध्यक्ष दायित्व थी। आम कॉलेज को सेंट्रल गवर्नमेंट ओडिशा गवर्नमेंट गोटे पीएम उषा फंड आसी फंड रे आमर आज गोटे प्रोग्राम चलती 5 दिनिया फैकल्टी डेवलपमेंट प्रोग्राम। तार प्रोग्राम शीर्षक हूँ आर्टिफिशियल इंटेलिजेंस इन हायर एजुकेशन। ये पार्टिसिपेट करने समग्र ओडिशा रो विभिन्न कॉलेज रो यूनिवर्सिटी रो अध्यापक मैंने अध्यापिका मैंने पाखापाखि 100 जन पार्टिसिपेंट योगदान करिसेंती। एवं आज जो आरंभ दिवस रे आमर बीपीयूटी रो वाइस चांसलर प्रोफेसर अमिय कुमार रथ मुख्य वक्ता भाव में बहुत सुंदर आर्टिफिशियल इंटेलिजेंस विषय कहले। एवं एनआईटी रो प्रोफेसर राजीव कुमार पंडा सी चीफ स्पीकर भाव में गोटे सुंदर भाव में ये कार्यक्रम को आरंभ कले। एवं आज प्रिजाइड करने आमर जीबी प्रेसिडेंट तथा आमर सब कलेक्टर श्री विजय कुमार नायक महोदय योगदान करते। कार्यक्रम बहुत उत्साहप्रद था। 5 दिन धरिक ये कार्यक्रम हो ये निश्चित भाव में ये अनुष्ठान मानक शिक्षक मानक मंगलप्रद हो बोली आम आशा। स्मृति रुमा साहू प्रिंसिपल इंचार्ज म्युनिसिपल कॉलेज राउरकेला। आमर पीएम उषा ग्रांट आसी से पीएम उषा रु आमर 5 डेज गोटे फैकल्टी डेवलपमेंट प्रोग्राम आज स्टार्ट है। आज इनागुरेसन है। इनागुरेसन रे आमर चीफ स्पीकर थिले प्रोफेसर राजीव पंडा। चीफ गेस्ट थिले बीपीयूटी वाइस चांसलर अमिय कुमार प्रोफेसर अमिय कुमार रथ। विभिन्न कॉलेज रु हाराहारी 150 जन पार्टिसिपेंट आसी रिसोर्स पर्सन भी आसी। ब्यूरो न्यूज ओडिशा कथा यूट्यूब चैनल टी को आपण मैंने देखुंती मतामत दिंतु लाइक करूँ सब्सक्राइब करूँ शेयर करूँ।